ଗତକାଲି ତୁମର କେହି ନିଜ ଲୋକ, କେହି ଘନିଷ୍ଠ ବ୍ୟକ୍ତି ତୁମର ମନକୁ ଦୁଃଖ ପହଞ୍ଚାଇଥିଲା, ତୁମକୁ ଆଘାତ ଦେଇଥିଲା। ତେଣୁ ତୁମେ ବହୁତ ଦୁଃଖିତ ଏବଂ ଅତ୍ୟଧିକ କ୍ରୋଧିତ ମଧ୍ୟ ଥିଲ। ଚିନ୍ତାରେ ପଡ଼ିଗଲ କି ସେ କାହିଁକି ସବୁବେଳେ ମୋ ସହିତ ଏପରି କରୁଛି। କିନ୍ତୁ ତୁମେ ଗୋଟେ କଥା କୁହ, ଯେତେବେଳେ ବି ତୁମକୁ ସାହାଯ୍ୟ ଦରକାର ହୁଏ, କ'ଣ ତୁମର ଏହି ନିଜ ଲୋକ ତୁମକୁ ସାହାଯ୍ୟ କରିନାହିଁ? କ'ଣ ସେ ସର୍ବଦା ତୁମ ସାଥିରେ, ତୁମ ପାଖରେ ଛିଡ଼ା ହୋଇନାହିଁ? ତେଣୁ ଆଜି ଯଦି ସେ କିଛି ଭୁଲ କହିଦେଲେ କିମ୍ବା ତୁମ ଉପରେ କ୍ରୋଧିତ ହେଲେ, ତେବେ କ'ଣ ତୁମକୁ ସେ ସମସ୍ତ ପୁରୁଣା ଭଲ କଥା ମନେ ପଡ଼ିଲା ନାହିଁ? କେବଳ ଏହି ଗୋଟିଏ ଭୁଲ କାରଣରୁ ତୁମେ ସେହି ବ୍ୟକ୍ତିଙ୍କୁ ଗାଳି ଦେଉଛ, କାହିଁକି ଅଭିଶାପ ଦେଉଛ? ତୁମେ କ'ଣ ଭାବୁଛ, ମୁଁ କ'ଣ କିଛି ଜାଣିପାରୁନାହିଁ, କିଛି ଦେଖିପାରୁନାହିଁ? ଆରେ ମୁଁ ସବୁ ଦେଖୁଛି, ସବୁ ଜାଣୁଛି, ତୁମ ମନର କଥାକୁ ମଧ୍ୟ ପଢ଼ିପାରୁଛି। ତେଣୁ ଭାବି ଚିନ୍ତି କାମ କର। କ'ଣ ତୁମେ କେବେ ବି ତାଙ୍କ ସହ କିଛି ଭୁଲ କରିନାହଁ? କ'ଣ ତୁମେ କେବେ ତାଙ୍କ ଉପରେ ରାଗିନାହଁ? ମୋ ସନ୍ତାନ, ପ୍ରତ୍ୟେକ ମଣିଷର କିଛି ନା କିଛି ତ୍ରୁଟି ଅଛି। ଏହି ତ୍ରୁଟି ମଧ୍ୟ ତୁମ ଭିତରେ ଅଛି। ତେଣୁ ସାମ୍ନାରେ ଥିବା ବ୍ୟକ୍ତିର ଗୋଟିଏ ଭୁଲ ପାଇଁ କୌଣସି ପ୍ରତିକ୍ରିୟା ପ୍ରକାଶ କର ନାହିଁ। ଶାନ୍ତ ରୁହ। ମନରେ ଭଗବାନଙ୍କୁ ସ୍ମରଣ କର, ତୁମକୁ ବାଟ ଦେଖାଇବେ। ଭାବିଚିନ୍ତି ପ୍ରତିକ୍ରିୟା ପ୍ରକାଶ କର। ଜୀବନରେ ପ୍ରତ୍ୟେକ ପରିସ୍ଥିତିରେ ଖାପ ଖୁଆଇ ଆଗକୁ ବଢ଼ିବା ଉଚିତ। ସନ୍ତୁଳନ ବଜାୟ ରଖିବା ଶିଖ। ଯଦି କେହି ତୁମ ସହିତ ଭଲ ବ୍ୟବହାର କରେ, ତେବେ ତୁମେ ସେମାନଙ୍କ ସହିତ ଭଲ ରୁହ। କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ତୁମ ଉପରେ ରାଗିଯାଏ, ତେବେ ତୁମେ ସେମାନଙ୍କ ବିଷୟରେ ଭୁଲ ଭାବ ନାହିଁ। ତାଙ୍କର ଭଲ ଗୁଣଗୁଡ଼ିକୁ ବି ମନେ ପକାଅ ଏବଂ ସେ ତୁମ ଉପରେ କାହିଁକି କ୍ରୋଧିତ ହେଲେ, ତାହା ବିଷୟରେ ଚିନ୍ତା କର। ହୁଏତ ସେ କିଛି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି, ଯାହା ବିଷୟରେ ସେ ଏପର୍ଯ୍ୟନ୍ତ ତୁମକୁ କହିନାହାନ୍ତି। କିଛି ଦୁଃଖ, କିଛି ଯନ୍ତ୍ରଣା ତାଙ୍କୁ ଚିନ୍ତିତ କରାଉଛି। ତେଣୁ ତୁମେ ତାଙ୍କୁ ତାଙ୍କ ଦୁଃଖରୁ ମୁକ୍ତି ପାଇବାରେ ସାହାଯ୍ୟ କର। ଯଦି ଏହିପରି ସମସ୍ତେ ମିଳିମିଶି ଏକାଠି ଜୀବନଯାପନ କରିବ, ମିଳିମିଶି ଏକାଠି ରହିବ, ତେବେ ଦୁଃଖ ସମୟରେ ବି ମଧ୍ୟ ତୁମର ଜୀବନ ତୁମକୁ ବହୁତ ସୁଖମୟ ଲାଗିବ। ମୋର ଏହି କଥାକୁ ଧ୍ୟାନ ସହକାରେ ଶୁଣ, ମନେ ବି ରଖ। ମନର କଥାଗୁଡ଼ିକୁ ଲୁଚେଇକି ରଖ ନାହିଁ। ଯଦି କାହାକୁ କିଛି କହିବାର ଅଛି, ତେବେ କହିଦିଅ। ଜୀବନରେ ଆଜିର ମୁହୂର୍ତ୍ତକୁ ସବୁଠୁ ଅଧିକ ଗୁରୁତ୍ୱ ଦିଅ। ସର୍ବଦା ଖୁସିରେ ରୁହ। ମୋର ବହୁତ ଆଶୀର୍ବାଦ ତୁମ ଉପରେ ଏବଂ ତୁମର ପୁରା ପରିବାର ଉପରେ ଅଛି। ହଁ, ଏବେ ଦେଖି ଚାଲ ତୁମର ସମୟ କେମିତି ବଦଳି ଚାଲୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।